36 ପଦରୁ 50 ପଦର ଶେଷ ଯାଏ ମୁଁ ଅନୁରୋଧ କରିବି କେହି ଜଣେ ଆମମାନଙ୍କ ନିମନ୍ତେ ଶାସ୍ତ୍ରାଂଶରୁ ପାଠ କରିବେ। ଲୋକ ଲିଖିତ ସୁସମାଚାର 7 ପର୍ବ 36 ପଦରୁ 50 ପଦର ଶେଷ ଯାଏ। ଜଣେ ଆଉ ଭୋଜନ କରିବାକୁ ନିମନ୍ତେ ସେଥିରେ ସେ ପ୍ରବେଶ କରି ବସିଲେ। ଆଉ ନଗରରେ ଜଣେ ପାପୀ ଥିଲା। ସେହି ଅଛନ୍ତି ଗୋଟିଏ ପାତ୍ରରେ ସୁଗନ୍ଧି ପଛଆଡ଼େ ତାହା ଠିଆ ହୋଇ ଅଶ୍ରୁ ଜଳରେ ତାହା କରି କେଶରେ ଲାଗିଲା। ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେଇ ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା। ତାହା ଦେଖି ଯେଉଁ ତାହାଙ୍କୁ ନିମନ୍ତ୍ରଣ କରି ସେ ମନେ ମନେ କହିଲେ, ଏ ଯଦି ଭଗବତୀ ହୋଇଥାନ୍ତା ଯେ ସ୍ପର୍ଶ କରୁ କିଏ ଓ କି ଅର୍ଥାତ୍ ସେ ଯେ ଏହା ଜାଣିଥାନ୍ତା। ତାକୁ ଉତ୍ତର ଦେଲେ, ସିମୋନ ତୁମ ମୋହର କିଛି ସେ କହିଲେ, ଜଣେ ମହାଜନଙ୍କର ହୋଇଥିଲେ, ଜଣେ ଆଉ ଜଣେ 50 ଟଙ୍କା ଋଣ କରିଥିଲା। ପରିଶୋଧ କରିବାକୁ ସେମାନଙ୍କର କିଛି ନଥିବାରୁ ସେ ଉଭୟଙ୍କର ଋଣ ଛାଡ଼ିଦେଲେ। କିଏ ମଧ୍ୟରୁ କିଏ ତାହା ଅଧିକ ପ୍ରେମ କରିବ? ସିମୋନ ମୋର ବୋଧ ହୁଏ ଯାହାର ଅଧିକ ଋଣ ସେ ତାଙ୍କୁ ହାତ ବିଚାର କରିଅଛ। ଆଉ ସେ ସ୍ତ୍ରୀ ପ୍ରତି ମୁଖ ସିମୋନଙ୍କୁ କହି ଦେଖୁଅଛ, ମୁଁ ପ୍ରସ୍ତୁତ କରି ନିଜ କିଶୋରୀ ତାହା ପୋଛିଦେଲା। ତୁମେ ମତେ କିନ୍ତୁ ଉତ୍ତରକୁ ଆସିବା ସମୟ ମୋର ପାଦ ଚୁମ୍ବନ ହୋଇନାହିଁ, ମସ୍ତକରେ ତଳେ ନାହିଁ, କିନ୍ତୁ ଏ ସୁଗନ୍ଧି ତୈଳ ଲଗାଇ। ତେଣୁ ମୁହଁକୁ କହୁଅଛି, ଏହାର ଅନେକ ପାପ କ୍ଷମା ହେଉଛି, କାରଣ ସେ ବହୁତ ପ୍ରେମ କଲା। କିନ୍ତୁ ଯାହାକୁ ଦିଆଯାଏ ସେ ପ୍ରେମ କରେ। କହିଲେ, ତୋର କ୍ଷମା ହୋଇଅଛି। ସେ ସାଙ୍ଗରେ ଭୋଜରେ ବସି ମନେ ମନେ କହିଲେ, ପାପ ସୁଦ୍ଧା ଯେ ଏ କି ସେ ସ୍ତ୍ରୀକୁ କଠୋର ବିଶ୍ୱାସ। ସେଇ ବିଷୟରେ ଆମମାନେ ପ୍ରଭୁଙ୍କର ବାକ୍ୟ ଆଲୋଚନା କରିବାକୁ ଯିବା। ଏଇ ଯୋଉ ଘଟଣାବଳୀ ଆମମାନେ ଈଶ୍ୱରଙ୍କ ବାକ୍ୟରୁ ପଢିଲୁ, ଜଣେ ପାପିନୀ ସ୍ତ୍ରୀ ବିଷୟରେ ଘଟଣା ଆମମାନେ ଅନ୍ୟାନ୍ୟ ଶାସ୍ତ୍ରାଂଶରେ ମଧ୍ୟ ଦେଖିବାକୁ ପାଉଛୁ। ଯେପରି ମାଥ୍ୟୁ, ମାର୍କ ଓ ଜହନର ମଧ୍ୟ ସମଧରଣର ଏକ ଘଟଣାବଳୀ ଆମେ ଦେଖୁଛୁ। ବେଳେ ବେଳେ ମନେ ହୁଏ ଏଇ ଦୁଇଟି ଘଟଣା ଏକା ଭଳି, କିନ୍ତୁ ତୁଳନାତ୍ମକ ଢଙ୍ଗରେ ଯେତେବେଳେ ଆମେ ଅନୁଧ୍ୟାନ କରୁ, ଆମମାନେ ଜାଣିପାରୁ ଲୋକଲିଖିତ ସୁସମାଚାରରେ ବର୍ଣ୍ଣିତ ଘଟଣା ଓ ମାଥ୍ୟୁ, ମାର୍କ ଓ ଜହନରେ ବର୍ଣ୍ଣିତ ଘଟଣା ସମ୍ପୂର୍ଣ୍ଣ ଅଲଗା ଅଟେ। ଉଦାହରଣ ସ୍ୱରୂପ ଲୋକଲିଖିତ ସୁସମାଚାରରେ ବର୍ଣ୍ଣିତ ଘଟଣା ଫାରୁସୀ ସିମୋନଙ୍କ ଗୃହରେ ଭୋଜ ସଂଗଠିତ ହୋଇଥିବା ଆମେ ଦେଖୁଛୁ। କିନ୍ତୁ ମାଥ୍ୟୁ, ମାର୍କ ଓ ଜହନ ପୁସ୍ତକରେ ଲିଖିତ ଘଟଣାବଳୀ ଜଣେ କୁଷ୍ଠୀ ସିମୋନଙ୍କ ଗୃହରେ ହେଉଥିବାର ଆମେ ଜାଣୁଛୁ। ଲୋକଲିଖିତ ସୁସମାଚାରରେ ବର୍ଣ୍ଣିତ ଘଟଣାବଳୀର ଶିକ୍ଷା ଫାରୁସୀ ସିମୋନଙ୍କ ପାଇଁ ଉଦ୍ଦିଷ୍ଟ, କିନ୍ତୁ ମାଥ୍ୟୁ, ମାର୍କ ଓ ଜହନରେ ବର୍ଣ୍ଣିତ ଘଟଣା ଶିଷ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଆଜିର ଚିନ୍ତା ନିମନ୍ତେ ଆମମାନେ ପ୍ରସଙ୍ଗ ରଖିବା ଅବାଞ୍ଛିତାର ଶରଣ ଯୀଶୁଙ୍କ ଚରଣ। ଅବାଞ୍ଛିତାର ଶରଣ ଯୀଶୁଙ୍କ ଚରଣ। ଏ ଅବାଞ୍ଛିତା ଏକ ମହିଳା ସୂଚକ ଶବ୍ଦ ଅଟେ, କାରଣ
जो शास्त्रांश हमने पाठ करिचु से शास्त्रांश रे जने महिला विषय लेखा अछि। द्वितीय रे आम्मान को ख्रीष्टंकर कन्या स्वरूपे संबोधित करा जाए। तेणु ए अवांछित शब्द मध्य आम्मान को निमंते प्रयोजन कले किछि त्रुटि हेबो नाही। तेबे एई जो प्रसंग उपरे आज आमाने आलोकपात करिबा अवांछितार शरण यीशुंक चरण। ए अवांछितर शब्द कौन आमने टिके दृष्टि निक्षेप करिबा। अवांछिता अर्थ नापसंद करिबा, ओदरकारी मणिबा, जणंकर उपस्थिति को आदो स्वागत न करिबा, आड़ आखिरे देखिबा, ताको स्पर्श सुधा करिबा पाए नाराज हेबा, जनकु निजर सबु व्यवहार वंचित कर रखिबा, ताहा होची अवांछिता। आज आपण एठी देखि आश्चर्य हेबे, जणे निमंत्रण बिना एक भोजरे प्रस्तुत होईची आसीची। आ आपण जेतेबेले से विषय रे आलोचना करिवे देखिबे को साहस रे आज जणे पापिनी स्त्री बिना निमंत्रण रे एपरि एक भोजरे से उपस्थित होईची। कारण एई फारसी वो पापिनी मानक मध्य रे जदि संपर्क माने देखिबा, एई फारसी माने मूसांकर आज्ञा को कड़ाकड़ी पालन करी एपरि महिला मानकु पत्थर रे फोपाड़िया जो आज्ञा थिला ताहाको सदा सर्वदा कार्य करिया पाए से माने सदा प्रस्तुत थिले। आज एपरि एक परिस्थिति रे किपरि जणे फारूसी घरे घरकू जणे पापिनी स्त्री अनायास रे प्रवेश करिछि, ताहाई आजिर चिंतार विषय। मु मने करे एक सर्वसाधारण आमंत्रण को से ग्रहण करिछि। यीशु बापा जेपरि सदा बेले जेते बेले भी से जहा सहित साक्षात करथिले सेते बेले जदियो ताहा व्यक्तिगत साक्षात्कार थिला, तथापि से समस्त साक्षात्कार रे एक सार्वजनीन साक्षात बा निमंत्रण प्रभु छाड़ी जाउथिले। मोर प्रिय माने से निश्चय जानिछि प्रभु यीशु ख्रीष्टंकर उदारता, पापी मानक प्रति यीशु ख्रीष्टंकर दृष्टिकोण, पापी मानक प्रति यीशु ख्रीष्टंकर आवेग, पापी मानक प्रति यीशु ख्रीष्टंकर सपक्षवादिता, ताहा से निश्चय जानिछि। मु आशा करे सेही साहस रे जणे जे कि ताको विनाश करिया पाए प्रस्तुत, किंतु आ जणे उद्धार करिया पाए जे सदा सर्वदा व्यग्र, से परि यीशु ख्रीष्टंक निकट रे से उपस्थित होबा पाए से साहस धरी ए स्थान रे उपस्थित होईछि। मोर प्रिय माने ए विषय जेते हमने चिंता करू, आजिर जगत रे अवांछित स्थान आ कोठी नहीं। स्थाने स्थाने आपण देखिबे भेदभाव, तुच्छ लोक मानकु हीन मणिबा, घृण्य करिबा, ए प्रकार प्रथा आज सारा जगत रे हमने देखि पारुछु। किंतु एही जणे पापिनी स्त्री केते बड़ तार सपक्षवादी परमेश्वर अछंती, जे कि शत्रु निकट रे सुधा यीशु ख्रीष्टंक निकट रे आसीबा पाए से साहस बांधिछि। से जानिछि जदि मोर शत्रु मेज सजाई अछि, से मेज सजाई थिबा शत्रु सम्मुख रे सुधा से मते आश्वासना देबे, से मते ग्रहण करिवे, से मोर सपक्ष रे ठिया हेबे। शत्रु मो पक्ष रे कोनसी कथा से कोन करि परिबो नै, उद्गार करि परिबो नै। आम माने टिके एई जो अवांछित लोक मानक विषय रे आम माने टिके आलोचना करिबा।
ଜଗତ ଅବାଞ୍ଛିତ ମାନଙ୍କୁ ସୃଷ୍ଟି କରିଛି। ଆଉ ଏ ଅବାଞ୍ଛିତ ମାନେ କି ପ୍ରକାର ଲୋକମାନେ ସେମାନଙ୍କୁ ବ୍ୟବହାର କରନ୍ତି। ପ୍ରଥମରେ ସେମାନଙ୍କର ଅତୀତର ପାପ ଓ ବିଫଳତାକୁ ନେଇ ସେମାନେ ତାଙ୍କୁ ବ୍ୟବହାର କରନ୍ତି। ତେଣୁ ସେ ତାକୁ ଅବାଞ୍ଛିତ କରାଯାଏ, ଘୃଣା କରାଯାଏ, ତୁଚ୍ଛ କରାଯାଏ ଏବଂ ତାକୁ ଗ୍ରହଣ କରାଯାଏ ନାହିଁ। ତାର ଅତୀତର ପାପ ଓ ବିଫଳତା ହେତୁ ତାକୁ ତୁଚ୍ଛ କରାଯାଏ। ବେଳେ ବେଳେ ଜଣକର ଅକ୍ଷମତାକୁ ନେଇକି ମଧ୍ୟ ଆମମାନେ କଣ କରିଥାଉ, ତାକୁ ତୁଚ୍ଛ କରିଥାଉ। ଆଜିକାଲ ସାମାଜିକ ବୈଷମ୍ୟତା ହେତୁ ଆମମାନେ ଅନ୍ୟମାନଙ୍କୁ ତୁଚ୍ଛ କରିଥାଉ, ଭାଗ ଭାଗ କରିଥାଉ, ବିଭାଜନ କରିଥାଉ, ଭେଦଭାବର ଶିକାର କରିଥାଉ। ଧର୍ମୀୟ ସଂକୀର୍ଣ୍ଣତା ଆଜି ମନୁଷ୍ୟମାନଙ୍କୁ ମଧ୍ୟ ତୁଚ୍ଛ କରିଥାଏ, ଅବାଞ୍ଛିତ କରିଥାଏ ଏବଂ ମୁଖ୍ୟ ସ୍ରୋତରୁ ସେମାନଙ୍କୁ କଣ କରିଥାଏ, ବଞ୍ଚିତ କରିଥାଏ। ବାହାରେ ଉପର ଠାଉରିଆ ଭାବରେ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇ ବାସ୍ତବିକ ଭାବରେ ସେମାନଙ୍କୁ ବଦଳିତ କରିବା ଏହି ସଂକୀର୍ଣ୍ଣ ଧର୍ମୀୟ ଲୋକମାନଙ୍କର ଆଜି ଭାବନା ହେଇଛି। ଘରକୁ ଫେର ବୋଲି ଯେଉଁମାନେ ଡାକନ୍ତି, ସେ ଫେରିବାର ଯେଉଁ ଆଶ୍ୱାସନା ଦିଅନ୍ତି, ତା ପଛରେ ଥାଏ ଏକ ପ୍ରବଞ୍ଚନା, ତା ପଛରେ ଥାଏ ଏକ ପଦଦଳିତ, ତା ପଛରେ ଥାଏ ଏକ ଘୃଣା। ବାସ୍ତବିକତାର ତହିଁରେ କୌଣସି ବାଟ ନଥାଏ। ମୋର ପ୍ରିୟ ମାନେ, ପରିତାପର ବିଷୟ ଯେ ଯେଉଁମାନେ ଆମମାନଙ୍କର ପରିଚୟ ସୃଷ୍ଟି କରନ୍ତି, ସେଇ ପରିଚୟକୁ ଆମମାନେ ସହଜରେ ଗ୍ରହଣ କରିଥାଉ ଆଉ ତଦନୁସାରେ ଆମମାନେ ବଞ୍ଚିଥାଉ। ତେଣୁକରି ଜୀବନ ସାରା ଆମମାନେ କଣ କରିଥାଉ, ଏକ ପରାଜୟ ଜୀବନ ଯାପନ କରିଥାଉ। କାରଣ ଅନ୍ୟର ପରିଚୟ, ଅନ୍ୟ ଯେପରି ଆମମାନଙ୍କର ପରିଚୟକୁ ଚିତ୍ରଣ କରନ୍ତି, ସେଇ ପରିଚୟକୁ ସହଜରେ ଆମମାନେ କଣ କରିଥାଉ, ଗ୍ରହଣ କରିଥାଉ। ଅପର ପକ୍ଷରେ ଯେ କେବଳ ଅନ୍ୟମାନେ ଆମମାନଙ୍କୁ ତୁଚ୍ଛ କରନ୍ତି, ଅବାଞ୍ଛିତ କରନ୍ତି, ଆମମାନଙ୍କୁ ଅଦରକାରୀ ବୋଲି ମନେ କରନ୍ତି, ତାହା ମଣ୍ଡଳୀ ମଧ୍ୟରେ ମଧ୍ୟ ବେଳେ ବେଳେ ଆମମାନେ ଏହି ପକ୍ଷପାତର ଶିକାର ହେଇଥାଉ, ଏହି ଭିନ୍ନତାର ଶିକାର ହେଇଥାଉ। ଏହି ତୁଚ୍ଛୀକୃତ ହେବାର ଅନୁଭବ ଆମମାନଙ୍କ ମଧ୍ୟକୁ ଆସିଥାଏ। କେବଳ ସେତିକି ନୁହଁ, କେବଳ ଯେ ଅନ୍ୟମାନେ ଆମମାନଙ୍କୁ ତୁଚ୍ଛ କରନ୍ତି ତାହା ନୁହଁ, କେବଳ ମଣ୍ଡଳୀର କେତେକ ଲୋକ ଯେ ଆମମାନଙ୍କୁ ତୁଚ୍ଛ କରନ୍ତି ତାହା ନୁହଁ, ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ଆମମାନେ ନିଜକୁ ତୁଚ୍ଛ ମଣିଥାଉ। ଯେଉଁମାନେ ଅସୁରକ୍ଷିତ, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଶିକ୍ଷିତ ନୁହନ୍ତି, ସେମାନେ କଣ କରନ୍ତି, ଏକ ହୀନମାନ ମାନ୍ୟତାର ଶିକାର ହୁଅନ୍ତି। ସେମାନେ ନିଜକୁ ନିମ୍ନ ସ୍ତରରେ ତୁଳନା କରନ୍ତି। ପ୍ରଭୁଙ୍କର ଯେଉଁ ପରିଚୟକୁ ସେମାନେ ଗ୍ରହଣ କରିନଥାନ୍ତି। ଅନ୍ୟମାନେ ଆମମାନଙ୍କୁ ଯାହା କୁହନ୍ତି ଆମମାନେ ତାହା ନହୁଁ, ବା ଆମେ ନିଜକୁ ଯାହା କହୁ ତାହା ସୁଦ୍ଧା ଆମମାନେ ନହୁଁ। ସମାଜ ଆମମାନଙ୍କୁ ଯାହା କୁହେ ତାହା ମଧ୍ୟ ଆମମାନେ ନହୁଁ। ଧର୍ମୀୟ ସଂକୀର୍ଣ୍ଣତା ଆମମାନଙ୍କୁ ଯାହା କୁହେ ତାହା ମଧ୍ୟ ଆମେ ନହୁଁ। ଆମମାନଙ୍କର ଅତୀତ ଆମମାନଙ୍କୁ ଯେପରି ଚିତ୍ରଣ କରେ ତାହା ମଧ୍ୟ ଆମମାନେ ନହୁଁ। ପ୍ରଭୁ ଯୀଶୁ ଆମମାନଙ୍କୁ ଯାହା କୁହନ୍ତି ତାହା ହିଁ ଆମେ ଅଟୁ। ଏହା ହେଉଛି ଆମମାନଙ୍କର ଗ୍ରହଣ କରିବାର ବଡ଼ ବିଷୟ। କାରଣ ସେ ଆମମାନଙ୍କ ସୃଷ୍ଟିକର୍ତ୍ତା, ସେ ଆମମାନଙ୍କର ନିର୍ମାଣକର୍ତ୍ତା। ସେ ଜାଣିଛନ୍ତି ସେ ଆମମାନଙ୍କୁ କଣ ପାଇଁ ସୃଷ୍ଟି କରିଛନ୍ତି। ଆମମାନେ ପ୍ରକୃତରେ କିଏ, ତାହାଙ୍କ ଦ୍ୱାରା ଉଦ୍ଧୃତ ପରିଚୟକୁ ଆମମାନେ ଗ୍ରହଣ କରୁ, ତଦନୁସାରେ ବଞ୍ଚୁ, ପ୍ରଭୁଙ୍କର ନିମନ୍ତେ ଆମମାନେ ଫଳ ଫଳୁ। ଏଇ ଯୋଉ ଶାସ୍ତ୍ରାଂଶରେ ଆମେ ପଢିଲୁ, ଦୟାକରି ସମସ୍ତେ ଶାସ୍ତ୍ରାଂଶ ଆମେ ଟିକେ ଖୋଲିବା ଆଉ ଦେଖିବା ଯେ ଏଇ ଶାସ୍ତ୍ରାଂଶରେ କଣ ସବୁ ଘଟୁଛି। ପ୍ରଥମ 4 ପଦ ଆପଣ ଯଦି ଦେଖିବେ, ଲୋକଲିଖିତ ସୁସମାଚାର 7 ପର୍ବ 36 ପଦରୁ 39 ପଦରେ ଆପଣ ଦେଖିବେ ଯେ ଭୋଜଗୃହରେ ଯାହା ହେବା କଥା ତାହା ହଉନାହିଁ। ଆପଣ ଦେଖନ୍ତୁ, ସେଇ ସ୍ଥାନରେ ଏକ
ନିରବତାର ମୁହୂର୍ତ୍ତ କୁ ଆମେ ଦେଖି ପାରୁଛୁ। ଭୋଜ ଗୃହରେ ସେପରି ହୁଏ ନାହିଁ। ହାସ୍ୟରଳ, ଆନନ୍ଦ, ଗୀତ, ନାଚ ଏସବୁ ହେବା କଥା, କିନ୍ତୁ ଆପଣ ଦେଖିବେ ଏଇ 4 ପଦ 36 ପଦରୁ 39 ପଦ ଲୋକଲିଖିତ ସୁସମାଚାର 7 ପର୍ବ 36 ପଦରୁ 39 ପଦ ମଧ୍ୟରେ ଆପଣ ଦେଖିବେ ଏକ ନିରବତାର ମୁହୂର୍ତ୍ତ। କଣ ପାଇଁ ଏସବୁ ହେଇଛି? ଆପଣ ମୁଁ ମନେ କରେ ଯେ ଜଣେ ଅବାଞ୍ଛିତା ସ୍ତ୍ରୀ ଏଇ ଆନନ୍ଦ ମଧ୍ୟକୁ ପଶି ଆସିଛି। ଫାରୁସୀଙ୍କ ଦୃଷ୍ଟିରେ ଯେ ଅବାଞ୍ଛିତା, ସମାଜ ଦୃଷ୍ଟିରେ ଯେ ଅବାଞ୍ଛିତା, ଲୋକମାନଙ୍କ ଦୃଷ୍ଟିରେ ଯେ ଅବାଞ୍ଛିତା, ଆଜ୍ଞା ବିଧି ବ୍ୟବସ୍ଥା ପରମ୍ପରାର ଯେ ଅବାଞ୍ଛିତା, ସେ ଏଇ ଭୋଜ ମଧ୍ୟକୁ ପ୍ରବେଶ କରିଛି। ତାହା ହିଁ ଏ ନିସ୍ତବ୍ଧତାର କାରଣ। ଆପଣ ଦେଖିବେ ଯୀଶୁ ନିସ୍ତବ୍ଧ, ସେ ମହିଳା ଜଣକ ମଧ୍ୟ ନିସ୍ତବ୍ଧ, ଏବଂ ଯେ କି ବାର୍ତ୍ତାଳାପର ଆରମ୍ଭ କରିବା କଥା ବା କଥାକୁ ବଢେଇବା କଥା, ସେ ମଧ୍ୟ କଣ ନିସ୍ତବ୍ଧ। ମୁଖ୍ୟତଃ ଫାରୁସୀ ଜଣକ ନିସ୍ତବ୍ଧ, କାରଣ କୌଣସି ଜଣେ ଅବାଞ୍ଛିତା ସ୍ତ୍ରୀ ଏତେ ବଡ ଭୋଜ ମଧ୍ୟକୁ ପ୍ରବେଶ କରି ଆସିଛି। ସେ ତାର କଣ୍ଠରୋଧ ହୋଇଛି। ସେ ସର୍ବସାକ୍ଷାତରେ କିଛି କହିପାରୁନାହିଁ। ଯଦି କହିବ, ଏକ ସପକ୍ଷବାଦୀ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମ୍ମୁଖରେ ଅଛନ୍ତି। ସେ କେବେ ଛାଡିବେ ନାହିଁ। ଯେ କୌଣସି ପାପୀ ବିରୁଦ୍ଧରେ ବିଚାର ସମ୍ପନ୍ନ କଲେ ସେ ତାହାକୁ ଉତ୍ତର ଦେବେ, ସେ ତାହା ସପକ୍ଷରେ ଠିଆ ହେବେ। ଫାରୁସୀ ଜଣକ ଭଲ ଭାବରେ ଜାଣିଛି। ତେଣୁ ଏଇ 4ଟି ପଦ କେତେ ସମୟ ଲାଗିଥିବ ମୁଁ କହିପାରିବି ନାହିଁ। ଅଧଘଣ୍ଟା ଲାଗିଥିବ ନା 15 ମିନିଟ ଲାଗିଥିବ କିମ୍ବା ଘଣ୍ଟାଏ କାଳ ଲାଗିଥିବ, ସବୁ କିଛି ନିସ୍ତବ୍ଧ। ଆଉ ଏଇ ନିସ୍ତବ୍ଧ ସମୟରେ ମଧ୍ୟ ଆପଣ ଦେଖିବେ କିଛି ନା କିଛି ଘଟି ଯାଉଛି। ଇଂଲିଶରେ ଗୋଟେ ପ୍ରବାଦ ଅଛି, action speaks louder than the voice। କାର୍ଯ୍ୟ এই ସ୍ଥାନରେ କାର୍ଯ୍ୟ ସେ ଗୋଟିଏ ଶବ୍ଦ ଅପେକ୍ଷା ଅଧିକ ସେ ରବ ସୃଷ୍ଟି କରେ। ତାହା ହିଁ ଆମେ ଏଇ 4 ପଦରେ ଦେଖୁଛୁ। ଯଦିଓ ସବୁ ନୀରବ ହେଇଯାଇଛି, କୌଣସି କଥା ନାହିଁ, କୌଣସି ବାର୍ତ୍ତା ନାହିଁ, ତଥାପି ଏକ ଶବ୍ଦ ନିବୃତ କୋଣରୁ ଆସୁଛି। ଏଇ ଯୋଉ ଶବ୍ଦ 2 ପ୍ରକାର, ଗୋଟିଏ ନକାରାତ୍ମକ ଶବ୍ଦ ଆଉ ଗୋଟିଏ ସକାରାତ୍ମକ ଶବ୍ଦ। ଏଠି ଆମେ ଈଶ୍ୱରଙ୍କ ବାକ୍ୟରେ ଦେଖୁଛୁ ଯେ ଆମେ ବର୍ତ୍ତମାନ ଫାରୁସୀଙ୍କ ଠାରୁ ଆରମ୍ଭ କରିବା। ଏ ନିସ୍ତବ୍ଧ ସମୟରେ ସେ କେମିତି କଥା କହୁଛନ୍ତି। ଲେଖାଯାଏ, ସେ ମନେ ମନେ କହିବାକୁ ଲାଗିଲେ। ମନ କଥା କୁହେ, ମୁଖ କଥା କହିବା ସହିତ ବେଳେ ବେଳେ ମନ କଥା କୁହେ। ଆଉ ମନ ଏପରି କଥା କୁହେ ଯାହା ଏକ କାର୍ଯ୍ୟ ଠାରୁ ମଧ୍ୟ ଅଧିକ ଶବ୍ଦକାରୀ ହୋଇପାରେ। ଆଉ ଏଠି ଦେଖୁଛୁ ସେ କଣ କରୁଛି, କଥା କଣ କହୁଛି, ବିଚାର କରୁଛି। ଏ ସ୍ତ୍ରୀଙ୍କ ବିରୁଦ୍ଧରେ ବିଚାର ସପକ୍ଷ କଥା ନୁହଁ। ବିଚାର ହଉଛି ଏକ ନକାରାତ୍ମକ କଥା। ଆଉ ଏଇ ମହିଳାଙ୍କ ବିରୁଦ୍ଧରେ ସେ ବିଚାର କରୁଛି। ପାପିନୀର ସଂଜ୍ଞା ସେ ନିରୂପଣ କରୁଛି। ନିଜେ ଯେ ଆତ୍ମଧାର୍ମିକ ଏହାକୁ ସେ ଉପସ୍ଥାପନ କରୁଛି। କେବଳ ସେ ମହିଳାଙ୍କ ବିରୁଦ୍ଧରେ ବିଚାର କରୁନାହିଁ, ସେ ଯୀଶୁଙ୍କ ବିରୁଦ୍ଧରେ ସୁଦ୍ଧା ବିଚାର କରୁଛି। ଯୀଶୁ ଖ୍ରୀଷ୍ଟଙ୍କର ଐଶ୍ୱରିକତା ବିଷୟରେ ମଧ୍ୟ ସେ କଣ କରିଛି, ପ୍ରଶ୍ନ ଉତ୍ଥାପନ କରିଛି। ଯଦି ଯୀଶୁ ଖ୍ରୀଷ୍ଟ ତାକୁ ଜାଣିଥାନ୍ତେ, ଅନ୍ୟ ଅର୍ଥରେ ସେ ସାଧାରଣ ମନୁଷ୍ୟ, ସେ ଭାବାଦୀ ନୁହନ୍ତି,
ବା ଈଶ୍ୱର ତ ତାଙ୍କ ପାଖରେ ନାହିଁ। ଏ ପ୍ରକାର ଏକ ବିଚାରଧାରା ସେ ସମ୍ମୁଖରେ ରଖୁଛି। ଗୋଟେ ମହିଳାଙ୍କ ବିରୁଦ୍ଧରେ ସେ ବିଚାର ନିଷ୍ପନ୍ନ କରୁଛି, କହୁଛି ଯେ ସର୍ବଦା ଏଇ ସ୍ତ୍ରୀ ସର୍ବଦା ପାପୀ ହିଁ ରହିଥିବ, ପାପିନୀର ଆଉ ସମାଧାନର ବାଟ ନାହିଁ। ଏ ପ୍ରକାର ଏକ ଚିନ୍ତାଧାରା ସେ ନେଇ ଆସୁଛି। ଦ୍ୱିତୀୟରେ ଯୀଶୁଙ୍କ ବିଷୟରେ, ତାଙ୍କର ପ୍ରଭୁତ୍ୱ ବିଷୟରେ, ତାଙ୍କର କ୍ଷମାକାରୀ ଶକ୍ତିକୁ ସେ ଉପେକ୍ଷା କରିଛି ଆଉ ତାଙ୍କୁ ଗୌଣ କରିଛି, ଆଉ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ସେ ବିଚାର କରୁଛି। ତୃତୀୟରେ ସେ ପରୋକ୍ଷରେ ନିଜର ମଧ୍ୟ ବିଚାର କରୁଛି। ଯେଉଁମାନେ ବାହାରେ ତାଙ୍କୁ ଦେଖିବେ ନିଶ୍ଚୟ ଜାଣିପାରିବେ ଯେ ସେ ଜଣେ ନିଷ୍ଠୁର ଲୋକ। କ୍ଷମା ବୋଲି ଶବ୍ଦ ତାଙ୍କ ପାଖରେ ନାହିଁ, ଯେ କି ନିନ୍ଦାକାରୀ ଜଣେ ବ୍ୟକ୍ତି। ତାଙ୍କର ଜୀବନ ଶୈଳୀକୁ ଅନୁଧ୍ୟାନ କଲେ ଆମେ ଜାଣିପାରୁଛୁ ଯେ ଜଣେ ମହିଳାକୁ ସେ ଉଚ୍ଚାରୋଟନ କରୁଛି, ଯୀଶୁଙ୍କର ଐଶ୍ୱରିକତାକୁ ସେ ପ୍ରଶ୍ନ ସୃଷ୍ଟି କରିଛି ଏବଂ ପରୋକ୍ଷରେ ନିଜର ଚରିତ୍ରକୁ ସେ ବାହାରେ କଣ କରୁଛି, ପ୍ରତିପାଦନ କରୁଛି। ମୋର ପ୍ରିୟ ମାନେ, ଆଜି ମନେ ମନେ କହିବା ଅନେକ ଭଲ ବିଷୟ ଅଛି, କିନ୍ତୁ ଅନେକ ମଧ୍ୟ ଖରାପ ବିଷୟ ଅଛି। ଦାଉଦ ଯେପରି ମନେ ମନେ ସଦା ପ୍ରଭୁଙ୍କ ପ୍ରଶଂସା କଲେ। ଯେଉଁମାନେ ମନେ ମନେ ସକାରାତ୍ମକ ଭାବେ କଥା କହିବା ପାଇଁ ଜାଣନ୍ତି, ସେମାନେ ଶକ୍ତିଯୁକ୍ତ ହୋଇପାରନ୍ତି। ସେମାନେ ଏକ ବିଜୟ ଜୀବନ ଯାପନ କରିବା ପାଇଁ ତାହା ସେମାନଙ୍କୁ ପ୍ରୟାସ କରେ। ଈଶ୍ୱରଙ୍କ ବାକ୍ୟ ମନେ ମନେ କହିବା, ନିରୋଳାରେ କହିବା, ମନକୁ ଜାଗ୍ରତ କରିବା, ସତ୍ୟ ସପକ୍ଷରେ ଜୀବନକୁ ତଳିବା। ତେଣୁକରି ମନେ ମନେ କହିବା ଅନେକାଂଶରେ ଆମମାନଙ୍କର ଉପକାର ଆସେ। କିନ୍ତୁ ଏ ମନେ ମନେ କହିବା ମଧ୍ୟ ଆମମାନଙ୍କୁ କଣ କରେ? ଧ୍ୱଂସ କରେ, ଆମମାନଙ୍କୁ ନଷ୍ଟ କରେ। କେବଳ ଆମମାନଙ୍କୁ ନଷ୍ଟ କରେ ନାହିଁ, ଆମମାନଙ୍କ ପଡୋଶୀ ମାନଙ୍କୁ ମଧ୍ୟ ନଷ୍ଟ କରେ, ଆମମାନଙ୍କ ସମାଜକୁ ନଷ୍ଟ କରେ, ଆମମାନଙ୍କ ମଣ୍ଡଳୀକୁ ନଷ୍ଟ କରେ, ଆମମାନଙ୍କ ଦେଶକୁ ମଧ୍ୟ ନଷ୍ଟ କରେ। ତେବେ ଆଜି ପ୍ରଶ୍ନ ଉଠେ, ଆମମାନେ ମନେ ମନେ କଣ କହୁଛୁ? ମନେ ମନେ କଣ ଚିନ୍ତା କରୁଛୁ? ମନେ ମନେ ଆମେ କୋଉ ବିଷୟକୁ ଧାରଣ କରିଛୁ? ମନେ ମନେ କିଏ ଆମମାନଙ୍କୁ ପରିଚାଳନା କରୁଛି? ଆମେ ନିଜକୁ ନିଜେ ପରିଚାଳନା କରୁଛୁ ନା ଆତ୍ମାଙ୍କ ଶକ୍ତିରେ ଆମେ ନିଜକୁ ପରିଚାଳନା କରୁଛୁ? ଏହା ହଉଛି ଆଜିକାର ତାତ୍ପର୍ଯ୍ୟ ବିଷୟ। ନିସ୍ତବ୍ଧ ସମୟରେ ଆମେ ଫାରୁସୀଙ୍କ ଜୀବନକୁ ଦେଖିଲୁ। ସେ ଜଣେ ବିଚାରକର୍ତ୍ତା ଭାବରେ ଏହି ସ୍ଥାନରେ ଉଭା ହେଇଛନ୍ତି। କିଏ ତୁମକୁ ନିଯୁକ୍ତ କଲା ବିଚାର କରିବା ପାଇଁ? ପ୍ରଭୁ ତ ତୁମକୁ ନିଯୁକ୍ତ କରିନାହାନ୍ତି। ତୁମର କାମ ଥିଲା ସେଦିନ ତୁମେ ଯାହାଙ୍କୁ ଆତିଥ୍ୟ ଭାବେ ନିମନ୍ତ୍ରଣ କରିଛ ତାହାଙ୍କୁ ଆପ୍ୟାୟିତ କରିବା ତୁମର କାମ, ତାଙ୍କଠୁ ଦରକାର ପଡ଼ିଲେ ଶୁଣିବା ତୁମର କାମ। କିନ୍ତୁ ଆଜି ତୁମେ ତାଙ୍କର ବିଚାରକର୍ତ୍ତା ହେବା ପାଇଁ ସାହସ ବାନ୍ଧିଛ। ପ୍ରଥମ ବ୍ୟକ୍ତିତ୍ୱ ଜଣେ ଫାରୁସୀଙ୍କର ନକାରାତ୍ମକ ଚିନ୍ତାଧାରା। ଦ୍ୱିତୀୟରେ ଆମେ ଦେଖୁଛୁ ଜଣେ ମହିଳାଙ୍କର ନିଷ୍କପଟ ପ୍ରେମ, ହୃଦୟରୁ ବାହାରୁଥିବା ଗଭୀରତମ ପ୍ରେମ। ସେ ପ୍ରେମ ତୁଳନା ନାହିଁ, ଅତୁଳନୀୟ ପ୍ରେମ, ଯାହାକି ଜଣେ ମହିଳା ସେ ସେଦିନ ହୁଏତ ଗୃହ ରଖିଥିବେ। ଯେତେବେଳେ ଏକ ଉପହାର ସେ ନେଇକି ଆସୁଛି, ନିଶ୍ଚିତ ଜଣେ ନିମନ୍ତ୍ରିତ ବ୍ୟକ୍ତି ବୋଲି ହୁଏତ ଗୃହ ରଖି ତାକୁ ଗୃହ ମଧ୍ୟକୁ ପ୍ରବେଶ କରିବା ପାଇଁ ସୁଯୋଗ ଦେଇଥିବେ। ଯୀଶୁ ବାପା ସେଇ ସମୟରେ ଯେଉଁ ବ୍ୟବସ୍ଥା ଥିଲା, ମାନେ ଖାଦ୍ୟପାନ କରିବା ନିମନ୍ତେ ଗୋଡ଼ ପଛ କରି ଭାଙ୍ଗି ସେ ବସିଛନ୍ତି। ଆଉ ଏଇ ମହିଳା ଜଣକ ଏକ ସୁନ୍ଦର ଅବକାଶ ମତେ ମିଳିଲା ଏ ପ୍ରକାର ଧାରଣା ସୃଷ୍ଟି କରି ସେ ଯୀଶୁଙ୍କ ପାଖରେ ସେ କଣ କରୁଛି? କ୍ରନ୍ଦନ କରୁଛି। ସବୁ କିଛି
सुनसान हो जाइए, निस्तब्ध होइछि, किए जानी पारनांती कौन हला कौन घटिला। जने महिला तांको लुहरे यीशु ख्रीष्टंकर पाद धोई देउछि एवं निज केश मुकुला करी से लुह को पोछि देउछि एवं आनिथिबा बहुमूल्य तैल को तहिरे ढालुछि। उपासनार एक अपूर्व व्याख्या। केते त्याग उपासना रे, केते बलिदान। मोर प्रिय माने उपासना को आमे मूल्य युक्त करि न थाओ। उपासना को आमे त्याग स्वीकार करि न थाओ, किंतु देखुछु एठारे एही महिला जनक से त्याग स्वीकार करछंती एवं मूल्यवान विषय नहीं प्रभु को निकट को आसछंती। आर्थिक भावे हो किंबा बौद्धिक भावे हो, से निजर मूल्य को से जोग करछंती एही उपासना रे। केते बड़ सुंदर एक उदाहरण सारा जगत रे से छाड़ी जाइछंती। निजर पाप पाए क्षत हवा, निजर गत विफलता पाए प्रभु को निकट रे अनुतप्त हवा, प्रभु को स्वीकार करिबा जे प्रभु मो जाने पापी, मते तुमे दया कर। भाषा न थाई, कौन सी भाषा आवृत हो नहीं। आजिकली सबुआड़े सपक्षवादी कथा बा निजर कथा को अन्य मान को निकट रे आमने थापिबा पई चेष्टा करिताउ। एई व्यक्ति जनक कथा रे थापिबा पई चाहंती नहीं। एई महिला जनक कार्य से देखा को चाहूचंती तांकर प्रेम केते प्रगाढ़। तृतीय देखिबा ए निस्तब्ध समय आउ जने व्यक्ति प्रभु यीशु ख्रीष्ट तांकर प्रतिक्रिया कौन से एटा हम देखुछु। से महिला को से तांकर कार्य हेतु ताहाको से कौन करचंती, शाबाश करचंती, ताहाको से ग्रहण करचंती, ताहाको से तागीद करूनांती। जेपरि फारूसी तागीद करुथिले, प्रभु यीशु से परि तागीद करूनांती, बरं से ताहाको प्रशंसा करुचंती, ग्रहण करुचंती एवं से करथुवा कार्य को से स्वीकृति देउचंती। निरवता समय रे आम मानकर प्रतिक्रिया कौन? आम माने प्रेमर प्रगाढ़ प्रभु यीशु ख्रीष्टଙ୍କ निकट उपस्थापन करूछु कि जेतेबेले हम उपासना रे प्रवेश करूछु, जेतेबेले हम माने प्रार्थना रे प्रवेश करूछु, कथारे हम माने भासी जाउछु, आम मानकर हृदयर पूर्णता एवं हृदयर गभीरतम प्रदेश रे जे कोनसी मूल्य देवा को थाए ताहाको देई आमान को जीवन रे आमने प्रभु को निमंते बंचिबार चेष्टा करूछु। आमान को सम्मुख रे परि जने प्रभु यीशु अछंती। अवांछित मानक निमंते से आज द्वार उन्मुक्त करिसंती। से कहउचंती, हे परिश्रांत भारग्रस्त लोक समस्ते मो निकट को आस। एपरि एक निमंत्रण पाई किए बा तांको पछको न जीव, तांको सम्मुख को न जीव, तांको द्वारा अमान को निमंते सर्वदा खुला। समाज जदि आज अमान को वंचित करिया को चाहूची, तुच्छ करिया को चाहूची, नापसंद करिया को चाहूची, अमान को विरुद्ध रे षडयंत्र करिया को चाहूची, तथापि आमाने ज्ञात हवा दरकार जे आमानकर जने सपक्षवादी परमेश्वर अछंती। ए निस्तब्धतार मुहूर्त परे आपण देखिबे परवर्ती अंश सेतेबेले देखिबे सदा सेही समय कथावार्ता बा शब्द उच्चारण हबार आमे देखुछु। एक नीरवतार मुहूर्त परे वर्तमान नीरवता भंग हबार समय देखिबे। से स्थान रे 40 पदरु आपण द्वितीय अंश देखिबे यीशु कहिले ए नीरवतार मुहूर्त को भंग कले प्रभु यीशु ख्रीष्ट। ए नीरवतार मुहूर्त को अधिकार करिया पाए रखिया पाए फारूसी चाहूथिला। तार चिंताधारा रे, तार भावना रे, तार परिकल्पना रे से ए महिला को प्रभु दोषारोप करंतु, ताहाको तुच्छीकृत करंतु, एही स्थान रु ताहाको दूरी करंतु। कारण जदि से न दूर करिवे, मु निजे जदि दूर करिवि तेबे मु पारिबि नाही। कारण
ତାର ସପକ୍ଷରେ ଠିଆ ହେବେ। ଏପରି ମୁହୂର୍ତ୍ତରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅଭୟ ବାଣୀ, ନିରବ ମୁହୂର୍ତ୍ତରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅଭୟ ବାଣୀ, ସେ ସ୍ଥାନ ଆମେ ଦେଖୁଛୁ ପ୍ରଭୁ ଏକ ସରଳ ସୁନ୍ଦର ଗୋଟିଏ ଉଦାହରଣ ଦଉଛନ୍ତି। ଜଣେ ବ୍ୟକ୍ତିଙ୍କର 2 ଜଣ ଋଣୀ ଥିଲେ, ଜଣେ 500 ଟଙ୍କା ଆଉ ଜଣେ 50 ଟଙ୍କା। ଆଉ ସେତେବେଳେ ସେ ଫାରୁସୀଙ୍କୁ ପ୍ରଶ୍ନ କରୁଛନ୍ତି, ଏଇ 2 ଜଣଙ୍କ ମଧ୍ୟରୁ ସେମାନେ ଋଣ ପରିଶୋଧ କରିପାରିଲେ ନାହିଁ, କୁହନ୍ତୁ କିଏ ତାକୁ ଅଧିକ ପ୍ରେମ କରିବ? ଫାରୁସୀ ଜଣ କହିଲେ ଯେ 500 ଟଙ୍କାର କ୍ଷମା ପାଇଛି। ଠିକ କରିଛ। ଏ ମହିଳା ଜଣକ ଆଜି କ୍ଷମା ପାଇଛି, ତାର ପାପ କ୍ଷମା କରାଯାଇଛି, ତାର ଅଧର୍ମ ସବୁ ଦୂର କରାଯାଇଛି। ତାପରେ କେବଳ ସେ ବ୍ୟକ୍ତିଙ୍କୁ ସେ କହୁନାହାନ୍ତି, ସେ ମହିଳା ଜଣଙ୍କୁ ମଧ୍ୟ କହୁଛନ୍ତି, ତୋର ପାପ କ୍ଷମା ହେଇଛି, ଶାନ୍ତିରେ ଚାଲିଯା। ଆଜିର ଏଇ ମନ୍ଦ ଜଗତରେ ପାପ କ୍ଷମାକାରୀ ଆଉ କିଏ ଅଛି? ଆପଣ ଜଗତରେ ବିଦିତ ସମସ୍ତ ଧର୍ମତତ୍ତ୍ୱକୁ ଅନୁଧ୍ୟାନ କରନ୍ତୁ, କୌଣସି ସ୍ଥାନରେ ଆପଣ କ୍ଷମା ପାଇପାରିବେ କି? କ୍ଷମା ଶବ୍ଦ ବା କ୍ଷମା କରିବା ବ୍ୟକ୍ତି, ଜଣେ ପାପିନୀ ସ୍ତ୍ରୀ, ଅତୀତ ପାପରେ ଭରା, କଦର୍ଯ୍ୟରେ ଭରା, ନିରୂପା, ସେପରି ଏକ ମହିଳାଙ୍କୁ ସେ ଆଶ୍ୱାସନାର ବାଣୀ ଦେଉଛନ୍ତି, ତୋର ପାପ କ୍ଷମା ହେଲା, ଶାନ୍ତିରେ ଯା। ଗୀତ ସଂହିତାରେ ଲେଖା ଅଛି 32 ପର୍ବରେ, ଯାହାର ପାପ କ୍ଷମା ହେଇଛି, ଯାହାର ଅପରାଧ ସେ ଗଣନା ନ କରନ୍ତି, ସେ ଧନ୍ୟ। ଧନ୍ୟ ଆମମାନେ ଯେ କି ଆମମାନଙ୍କର ପାପକୁ ସେ ଗଣନା କରନ୍ତି ନାହିଁ। ସେ ଆମମାନଙ୍କୁ କ୍ଷମା କରିଛନ୍ତି। ପୂର୍ବରୁ ପଶ୍ଚିମ ଯେତେ ଦୂର, ଗୀତ ସଂହିତା 103 ପର୍ବରେ ଆମେ ଦେଖୁଛୁ, ତେତେ ଦୂର ସେ ଆମମାନଙ୍କର ପାପକୁ କଣ କରିଛନ୍ତି? ଦୂରୀକୃତ କରିଛନ୍ତି। ସେ ଆମମାନଙ୍କର ପାପକୁ ସ୍ମରଣରେ ଆଣୁନାହାନ୍ତି। ମୋର ପ୍ରିୟ ମାନେ, ସେ କ୍ଷମାକାରୀ ପରମେଶ୍ୱର। এই ଜଗତରେ କ୍ଷମା କରିବା ନିମନ୍ତେ, ମାନବର ସମାଜର ସମସ୍ତ ଅପରାଧ ବହିବା ନିମନ୍ତେ ସେ ନିଜେ ଦୋଷୀକୃତ ହେଲେ। କାଲବରୀ କ୍ରୁଶରେ ଜଣେ ଅପରାଧୀ ସ୍ୱରୂପ ସେ ଆମମାନଙ୍କ ପାଇଁ ବଳିକୃତ ହେଲେ। ଆମମାନଙ୍କ ସମ୍ମୁଖରେ ଆଜି ଏକ କ୍ଷମାର ବାସ୍ତବତା ଠିଆ ହେଇଛି। ସେ ଆମମାନଙ୍କୁ ଆହ୍ୱାନ କରୁଛି, ମୁଁ ତୁମର ପାପ କ୍ଷମା କରିବା ପାଇଁ, ଅଧର୍ମ ମୋଚନ କରିବା ପାଇଁ, ତୁମମାନଙ୍କ ଜୀବନରେ ଏକ ନୂଆ ଆରମ୍ଭ କରିବା ପାଇଁ ମୁଁ କାଲବରୀ କ୍ରୁଶରେ ମୁଁ ବଳିକୃତ ହେଲି। ମୋ ପ୍ରତି ତୁମେ ଦୃଷ୍ଟିପାତ କର। ଯାହାଙ୍କୁ ସେ ଧାର୍ମିକ ଗଣନା କରନ୍ତି, କିଏ ବା ତାକୁ ଦୋଷୀକୃତ କରିବ? କେତେ ବଡ଼ ଆଶ୍ୱାସନା। ଆଜି ସାମାଜିକ ବିଧି ବ୍ୟବସ୍ଥା, ପରମ୍ପରା, ଲୋକ କଥା ଆମମାନଙ୍କ ବିପକ୍ଷରେ ଠିଆ ହେଇପାରିବ ନାହିଁ। କାରଣ ପ୍ରଭୁ କହନ୍ତି, ଯେତେବେଳେ ସେ ଆମମାନଙ୍କର ସପକ୍ଷ, କିଏ ଆମମାନଙ୍କର ବିପକ୍ଷ ହେଇପାରେ? ଯେ ଖ୍ରୀଷ୍ଟଙ୍କ ଠାରେ ଅଛି, ତା ପ୍ରତି ଆଉ କୌଣସି ଦଣ୍ଡଙ୍ଗିଆ ନାହିଁ। ଶେଷ ମନ୍ତବ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆମମାନଙ୍କ ଜୀବନ ପାଇଁ ଶେଷ ମନ୍ତବ୍ୟ, ଆମମାନଙ୍କର ଭବିଷ୍ୟତ ପାଇଁ ଯୀଶୁ ଖ୍ରୀଷ୍ଟଙ୍କର ଶେଷ ମନ୍ତବ୍ୟ। ସେ ମନ୍ତବ୍ୟ ବିରୁଦ୍ଧରେ କୌଣସି ଶିକ୍ଷା ନାହିଁ, କୌଣସି ଚିନ୍ତା ନାହିଁ, କୌଣସି ଦର୍ଶନ ନାହିଁ। ମୋର ପ୍ରିୟ ମାନେ, ଆସନ୍ତୁ ଏଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନେ ହୃଦୟ ଦେଇ ପ୍ରଗାଢ଼ ପ୍ରେମରେ ପ୍ରେମ କରିବା। କାରଣ ସେ ଆମମାନଙ୍କର ବହୁଳ ପାପ କ୍ଷମା କରିଛନ୍ତି। ସେ ଆମମାନଙ୍କୁ ଶାନ୍ତି ଆନନ୍ଦ ଦେଇପାରନ୍ତି। এই ଜଗତରେ, ଅଶାନ୍ତିମୟ ଜଗତରେ, ପାପପୂର୍ଣ୍ଣ ଜଗତରେ ଯେ ଆମମାନଙ୍କୁ କ୍ଷମା କରିପାରନ୍ତି, ଯେ ଆମମାନଙ୍କୁ ଶାନ୍ତି ଦେଇପାରନ୍ତି, ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ଶରଣାପନ୍ନ ହେବା। ଅବାଞ୍ଛିତା ଶରଣ ଯୀଶୁଙ୍କ ଚରଣ। କେତେ ପ୍ରାସଙ୍ଗିକତା ଅଛି। ଆସୁ ସେ ଚରଣ ନିକଟରେ କେବଳ ଆମମାନଙ୍କ ପାଇଁ ମୁକ୍ତି ଅଛି, ଆନନ୍ଦ ଅଛି, କ୍ଷମା ଅଛି, ଶାନ୍ତି ଅଛି, ଆମମାନଙ୍କ ପାଇଁ ଗ୍ରହଣୀୟ ଅଛି, ଆମମାନଙ୍କ ପାଇଁ ସପକ୍ଷ ଅଛି। ଆମମାନଙ୍କୁ ଜଗତ ତୁଚ୍ଛ କରୁ,
परंपरा तुच्छ करू लोक मैंने आम तुच्छ करी ख्रीष्ट केबे हेले आमको तुच्छ करि परिबे नाही। से कहते जे मो निकट को आसे मु ताकू वंचित करिबे नाही। केरे बड़ आश्वासना परिवार आमको वंचित करि पारे, समाज आमको वंचित करि पारे, लोक माने आमको वंचित करि पारंती, प्रभु किंतु आमकर सपक्षवादी तोर पाप क्षमा हेछि शांति रे चली जा। प्रभुंकर ए अल्प शिक्षा उपरे आमनको आशीर्वाद करंतु। आमेन।